ମାଇକ୍ ବାଜୁଥାଏ। ରଙ୍ଗ ବିରଙ୍ଗ ଲାଇଟରେ ଚାରିଆଡ଼େ ଝଲମଲ କରୁଥାଏ। ମଣ୍ଡପ ଭିତରଟା କୌଣସି ସ୍ୱର୍ଗପୁରଠାରୁ କମ୍ ଲାଗୁନଥାଏ। ଡିଏମ୍ ମ୍ୟାଡ଼ମଙ୍କ ଗାଡ଼ି ଆସି ପହଞ୍ଚିଲା। ବାହାଘର ଥିବା ଲୋକଟି ମଣ୍ଡପ ଗେଟ୍ ପାଖକୁ ଆସି ମ୍ୟାଡ଼ମଙ୍କୁ ପାଛୋଟି ଆଣିଥିଲେ। ମ୍ୟାଡ଼ମ ବାହାଘର ଦେଖିବା ସମୟରେ ତାଙ୍କ ମୁହଁ ମଳିନ ପଡ଼ିଯାଇଥିଲା। ସେତେବେଳେ ସେ ଏକ ୱେଟରକୁ ଦେଖି ତାକୁ ଡାକି କହିଲେ, କାହାଣୀଟି ହେଉଛି ଏକ ଝିଅଟିର। ତା ନାଁ ହେଉଛି ପ୍ରତିଭା। ସେ ଯେତେବେଳେ ଗ୍ରାଜୁଏସନ୍ କରୁଥିଲା, ତା କଲେଜ ପାଖରେ ଏକ ମିଠା ଦୋକାନ ଥାଏ। ସେ ଦୋକାନରେ ସେ ସବୁବେଳେ ମିଠା ଖାଇବାକୁ ଯାଇଥାଏ। ଧୀରେ ଧୀରେ ସେ ମିଠା ଦୋକାନୀର ପ୍ରେମରେ ପଡ଼ିଗଲା। ମିଠା ଦୋକାନୀର ନାମ ଥିଲା ପ୍ରକାଶ। ପ୍ରତିଭା ମଧ୍ୟ ତାକୁ ଭଲ ପାଉଥିଲା। ପୁଅ ଘର ଚଳପକ୍ଷ ଭଲ ଥିଲା। ସେଥିଲାଗି ତାଙ୍କ ପରିବାର ଲୋକ ରାଜି ହୋଇଗଲେ। ତାପରେ ସେମାନଙ୍କ ବାହାଘର ଧୁମଧାମରେ ହୋଇଗଲା। ପ୍ରତିଭା ବାହାଘର ପରେ ସମସ୍ତଙ୍କ ସହିତ ମିଶିକି ରୁହେ। ତା ଶାଶୁଘରେ ମଧ୍ୟ ସମସ୍ତେ ତାକୁ ବହୁତ ଭଲ ପାଆନ୍ତି। ପ୍ରତିଭା ପ୍ରକାଶଙ୍କ ଭଲ ପାଇବାରେ ତାଙ୍କ ଜୀବନ ଖୁସିରେ କଟୁଥିଲା। ଘର କାମ ସାରି ପ୍ରକାଶକୁ ଦୋକାନକୁ ପଠାଇଲା ପରେ ପ୍ରତିଭାକୁ ଏକା ଏକା ଲାଗେ। ସେ ଖାଲି ସମୟରେ ବସି ପେପର ପଢ଼େ, ମୋବାଇଲ ଦେଖେ। ଥରେ ସେ ମୋବାଇଲରେ ଦେଖିଲା ଯେ ଗୋଟେ ସ୍ତ୍ରୀ ଲୋକ ଘର କାମ କରି ଅନଲାଇନରେ ପାଠ ପଢ଼ି IAS ହୋଇଛି। ସେ ଭାବିଲା, ମୁଁ ବି ତ ପାଠ ପଢ଼ାରେ ତେଜ ଅଛି, ମୁଁ ବି UPSC ପାଇଁ ପ୍ରିପେୟାର ହେବି। ରମେଶ ଘରକୁ ଆସିଲା ପରେ ପ୍ରତିଭା କହିଲା, ମୁଁ ବି ପଢ଼ିବାକୁ ଚାହୁଁଛି। ପ୍ରକାଶ କହିଲା, ଠିକ୍ ଅଛି, ତୁମକୁ ଯାହା ଠିକ୍ ଲାଗୁଛି କର। କିଛି ଦିନ ପରେ ତାର ଟେଷ୍ଟ ହେଲା। ସେ କୌଣସି କୋଚିଂ ନ ଯାଇ ମୋବାଇଲରେ ପଢ଼ି ଟେଷ୍ଟ ଦେଲା। ରେଜଲ୍ଟ ଆସିଲା ଦିନ ସେ ସକାଳୁ ଅପେକ୍ଷା କରିଥାଏ। ହେଲେ ସେଦିନ ସେ ବହୁତ କମ୍ ମାର୍କ ରଖିଥାଏ। ସେଦିନ ସେ ବହୁତ ମନ ଦୁଃଖ କଲା। ତାପରେ ସେ ପ୍ରକାଶକୁ କହିଲା, ମୁଁ UPSC ପାଇଁ କୋଚିଂ ନେବାକୁ ଚାହୁଁଛି। ତା ସ୍ୱାମୀ କହିଲା, ତମେ ଜାଣିଛ, ତୁମ ପାଠପଢ଼ା ପାଇଁ ଘରେ ବାପା ମା କେତେ ହଇରାଣ ହେଉଛନ୍ତି। ଆମେ ଏତିକିରେ ଖୁସିରେ ରହିପାରିବା। ବଡ଼ ଆଶା କରି ଲାଭ କ'ଣ? କିନ୍ତୁ ପ୍ରତିଭାର ଗୋଟେ ଜିଦ୍, ସେ କୋଚିଂ ନେବ। ଶେଷରେ ପ୍ରକାଶ ତାକୁ ଏକ କୋଚିଂରେ ନାଁ ଲେଖାଇଦେଲା। ଏବେ ସେ ପାଠପଢ଼ାରେ ଅଧିକ ମନ ଲଗାଇ ପଢ଼ିଲା। ଘର କାମରେ ଧ୍ୟାନ ଦେଲାନି, ଯାହାଫଳରେ ଘର କାମ ସବୁ ଶାଶୁଙ୍କୁ କରିବାକୁ ପଡ଼ିଲା। ଶାଶୁ ରାଗି କରି ରମେଶକୁ କହିଲେ, ମୁଁ ବୋହୂ ଆଣିଥିଲି ଆମର ସେବା କରିବା ପାଇଁ, ନାହିଁ କି ସେ ପାଠ ପଢ଼ିବା ପାଇଁ। ଏହି କଥାକୁ ନେଇ ତାଙ୍କ ଘରେ ସବୁଦିନ ଝଗଡ଼ା ଲାଗିଲା। ପ୍ରକାଶ ତାକୁ ସପୋର୍ଟ କରି ପଢ଼ିବାକୁ କହୁଥିଲା। ପୁଣି ଟେଷ୍ଟ ହେଲା। ଏଥର ପରୀକ୍ଷାରେ ସେ ଖୁବ୍ କମ୍ ମାର୍କରେ ଫେଲ୍ ହୋଇଗଲା। ଶାଶୁ ବହୁତ ରାଗିଗଲେ। ପ୍ରକାଶ ପ୍ରତିଭା ହାତ ଧରି କହିଲେ, ତମେ ଦୁଇଥର ଚେଷ୍ଟା କଲ, କିନ୍ତୁ ପାସ୍ କରିପାରିଲନି। ହୁଏତ ସରକାରୀ ଚାକିରି ତୁମ ଭାଗ୍ୟରେ ନାହିଁ। ତାପରେ ଆମକୁ ତ ଭଗବାନ ଭଲରେ ରଖିଛନ୍ତି। ତମେ ଆଉ ସେ ପାଠରେ ମୁଣ୍ଡ ନ ରଖି ଘର କାମରେ ମନ ଦିଅ। ପ୍ରତିଭା କିଛି ନ କହି ମନ ଦୁଃଖରେ ସେଠାରୁ ପଳାଇଲା। ପ୍ରକାଶ ଭାବିଲା, ଏବେ ତା ମନ ଦୁଃଖ ଅଛି। କିଛି ଦିନ ପରେ ସେ ପ୍ରତିଭା ସହିତ ଆଉଥରେ କଥା ହେବ। କିଛି ଦିନ ପରେ ପ୍ରତିଭା କହିଲା, ପ୍ରକାଶ, ମୁଁ ମୋ ଲକ୍ଷ୍ୟ ପାଖରେ ପହଞ୍ଚି ଗଲାଣି। ଏବେ ଆଉ ସେଠାରୁ ପଛକୁ ଯାଇପାରିବିନି। ପ୍ରକାଶ ତାକୁ ବହୁତ ବୁଝାଇବା ପାଇଁ ଚେଷ୍ଟା କଲା। ଶେଷରେ ପ୍ରତିଭା ଜମାରୁ ନ ବୁଝିବାରୁ ପ୍ରକାଶ ରାଗି କରି କହିଲା, ଯଦି ପଢ଼ିବାର ଅଛି ଯାଅ, ତୁମ ଘରେ ପଢ଼ିବ। ମୁଁ ଆଉ ତୁମକୁ ପଢ଼ାଇ ପାରିବିନି। ପ୍ରତିଭା ବି ରାଗି କରି ତା ବାପ ଘରକୁ ପଳାଇଲା। ପ୍ରତିଭା ଭାବିଲା, ପ୍ରକାଶ ତ ମୋତେ ବହୁତ ଭଲ ପାଆନ୍ତି। ସେ ମୋତେ ଯେମିତି ହେଲେ ନେବାକୁ ଆସିବେ। କିଛି ଦିନ ପରେ ପ୍ରକାଶ ତା ପାଖକୁ ଛାଡ଼ପତ୍ର ନୋଟିସ୍ ପଠାଇଲା। ଏହା ଦେଖି ପ୍ରତିଭା ଭାଙ୍ଗି ପଡ଼ିଲା। ଏ ଦୁଃଖରୁ ଦୂରେଇ ରହିବା ପାଇଁ ସେ ଅଧିକରୁ ଅଧିକ ପାଠରେ ମନ ଦେଲା, ଯାହାଫଳରେ ସେ ଶେଷରେ ଏକ SDM ପରେ DM ହୋଇଥିଲା। ଆଜି ସେ ତାଙ୍କ ଅଫିସର ଗୋଟେ ଲୋକର ଝିଅର ବାହାଘରରେ ଗେଷ୍ଟ ହୋଇ ଆସିଛି। ସେ ଆଗ ଚେୟାରରେ ବସି ବାହାଘର ଦେଖୁଥାଏ। ତାର ପ୍ରକାଶର ଭଲ ପାଇବାର ମୁହୂର୍ତ୍ତ ମନେ ପଡ଼ି ଯାଉଥାଏ। କିଛି ସମୟ ପରେ ଖାଇବା ହଲରେ ସେ ପ୍ରକାଶକୁ ଖାଦ୍ୟ ଦେଉଥିବାର ଦେଖି ଚମକି ପଡ଼ିଲା। ଭାବିଲା, ପ୍ରକାଶ ତ ଭଲ ମିଠା ଦୋକାନ ଅଛି, ଭଲ ରୋଜଗାର ବି ସେ କରନ୍ତି। ଏମିତି କ'ଣ ହୋଇଛି ଯେ ସେ ଏଠାରେ ଏମିତି ୱେଟର କାମ କରୁଛନ୍ତି? ପ୍ରତିଭା ପ୍ରକାଶକୁ ଆଉ ଜଣଙ୍କ ହାତରେ ଡକାଇ ପଠାଇଲା। ପ୍ରକାଶ ଆସି କହିଲା, ମ୍ୟାଡ଼ମ, ମୋତେ କାହିଁକି ଡାକୁଛନ୍ତି? ମୋ ପରି ଗରିବ ପାଖରେ ତୁମର କି କାମ ଅଛି?
ପ୍ରତିଭା କହିଲା, ତୁମର ତ ଭଲ ମିଠା ଦୋକାନ ଥିଲା, ପୁଣି ତମେ ଏଠାରେ କ'ଣ କରୁଛ? ପ୍ରକାଶ କହିଲା, ତମେ ଘର ଛାଡ଼ି ଗଲା ପରେ ଯେତେବେଳେ ନ ଆସିଲ, ମୁଁ ତୁମକୁ ଡରାଇବା ପାଇଁ ଛାଡ଼ପତ୍ର ନୋଟିସ୍ ପଠାଇଲି। ଭାବିଲି ତୁମେ ତ ମୋତେ ଭଲ ପାଅ, କେବେ ବି ସାଇନ୍ କରିବନି, ଆଉ ମୋ ପାଖକୁ ଫେରି ଆସିବ। ସେମିତି କିଛି ବି ହେଲାନି। ଆମ ଛାଡ଼ପତ୍ର ପରେ ମୁଁ ପୁରା ଭାଙ୍ଗି ପଡ଼ିଥିଲି। କାମ କରିବା ପାଇଁ ଇଚ୍ଛା ହେଉନଥିଲା। ଧୀରେ ଧୀରେ ଆଉ ମୋ ଦୋକାନକୁ କୌଣସି ଗ୍ରାହକ ଆସିଲେନି। ମୋ ଅବସ୍ଥା ଦେଖି ମା ମୋତେ ଛାଡ଼ି ଚାଲିଗଲେ ଆରପାରିକୁ। ଆଉ ସେ ସହରରେ ମୋ ମନ ଲାଗିଲାନି। ଏ ସହରରେ ଏକ ହୋଟେଲରେ ମୁଁ କାମ କରୁଛି। ସେ ହିଁ ମୋତେ ଏ ବାହାଘରକୁ କାମ କରିବା ପାଇଁ ପଠାଇଛନ୍ତି। ପ୍ରତିଭା ଆଖି ଛଳଛଳ କରି କହିଲା, ପ୍ରକାଶ, ଏବେ ବି ମୁଁ ତୁମକୁ ଭଲ ପାଏ। ଆମ ଭଲ ପାଇବାର ମିଠା ମୁହୂର୍ତ୍ତ ମୋର ସବୁବେଳେ ମନେ ପଡ଼େ। ଆମେ କ'ଣ ଆଉଥରେ ଏକାଠି ହୋଇପାରିବାନି? ପ୍ରକାଶ ପ୍ରତିଭାକୁ କୁଣ୍ଢାଇ ପକାଇଲା। ସେଠାରେ ଥିବା ଲୋକମାନେ ଟୁପୁରୁ ଟାପୁରୁ ହେଲେ। ସତ ଜାଣିବା ପରେ ଡିଏମ୍ ମ୍ୟାଡ଼ମଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଗଲା। ତାପରେ ପ୍ରକାଶ ପ୍ରତିଭା ଦୁଇଜଣ ଆଉଥରେ ମନ୍ଦିରରେ ବାହା ହୋଇ ଖୁସିରେ ରହିଲେ। ମୋ କାହାଣୀ ଆପଣମାନଙ୍କୁ ଯଦି ଭଲ ଲାଗୁଛି, ତେବେ ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ।